बीएन मीडिया रे पुणी एक क्लास रे समस्त को स्वागत। आज आमे ओजन मापर किछि प्रश्न सहित उत्तर आलोचना करिबा। तेबे आसंतु 1 किग्रा घियर मूल्य 250 टंका। तेबे 250 ग्राम घियर मूल्य केते हेबो देखिबा। ए प्रश्नर उत्तर 1 किग्रा घियर मूल्य होउची 250 टंका। आमे पूर्वरु जानिछु 1 किग्रा कहिले 1000 ग्राम समान केते 250 टंका। आमे 1000 रो अधा करिबा केते 500 ग्राम। वर्तमान 250 रो अधा करिबा 125 टंका। फिर 500 ग्राम रो अधा करिबा 250 ग्राम। एही 125 रो अधा करिबा हमें 62 टंका 50 पैसा। तेबे 250 ग्राम घियर मूल्य हेबो 62 टंका 50 पैसा। देखिबा आ गोटे प्रश्न। चाउल क्विंटाल प्रति 920 टंका हेले 8 क्विंटाल चाउलर मूल्य केते हेबो। 1 क्विंटाल चाउलर मूल्य होची 920 टंका। प्रश्न कहिची 8 क्विंटाल चाउलर मूल्य। नौशह 20 टंका गुणन 8 गुणन करिबा 8 शून्य 0 8 दुणे 16 एक रहिला 8 नुआ 72 1 73। तेबे 8 क्विंटाल चाउलर मूल्य होची 7360 टंका। देखिबा आ गोटे प्रश्न। 10टी समान ओजनर कखारुर ओजन 56 किग्रा। तेबे 6टी कखारुर ओजन केते हेबो। 10टी कखारु ओजन होची 56 किग्रा। एठी आमे गोटिए कखारुर ओजन बाहर करिबा। प्रथमे एकटी कखारुर ओजन 56 किग्रा हरण करिबा 10। गोटिए कखारुर ओजन केते हबो 56 किग्रा हरण 10 हेले 5 किग्रा 600 ग्राम। प्रश्न कौन कहिची 6टी कखारुर ओजन 5 किग्रा 600 ग्राम गुणन 6 गुणन करिबा। एपटे ग्रा लिखि देबा 6 0 0 6 0 0 600 को 36 6 लिखिली 3 अच्छी किग्रा ग लिखि देबा 6 पंचा 30 एवं से 3 33 किग्रा
600 ଗ୍ରାମ ହେଉଛି ଆମର 6ଟି କଖାରୁର ଓଜନ। ବର୍ତ୍ତମାନ ଦେଖିବା ଆଉ ଗୋଟେ ପ୍ରଶ୍ନ। 8 କିଗ୍ରା ଚାଉଳକୁ ସମାନ ଭାବରେ 5 ଜଣଙ୍କ ମଧ୍ୟରେ ବାଣ୍ଟିଲେ ପ୍ରତ୍ୟେକ କେତେ ପରିମାଣରେ ଚାଉଳ ପାଇପାରିବେ? 8 କିଗ୍ରା ହେଉଛି ଚାଉଳ, ପିଲା ସଂଖ୍ୟା ହେଲେ 5 ହରଣ 5। ଆମେ ଗ୍ରାମରେ ପ୍ରକାଶ କରିବା ଆଗ। 8 କିଗ୍ରା ହେଉଛି 8000 ଗ୍ରାମ ହରଣ 5 ହେଲେ କେତେ ହେବ? 1600 ଗ୍ରାମ ହେବ। 1600 ଗ୍ରାମ ହେଉଛି 1 କିଗ୍ରା 600 ଗ୍ରାମ, ଅର୍ଥାତ୍ ଜଣେ ପିଲା ପାଇବେ 1 କିଗ୍ରା 600 ଗ୍ରାମ ଚାଉଳ ପାଇବେ। ଦେଖିବା ଆଉ ଗୋଟେ ପ୍ରଶ୍ନ। 5 କ୍ୱିଣ୍ଟାଲ ଜାଳେଣୀ କାଠର ଦାମ 3500 ଟଙ୍କା ହେଲେ 12 କ୍ୱିଣ୍ଟାଲ ଜାଳେଣୀ କାଠର ଦାମ କେତେ? 5 କ୍ୱିଣ୍ଟାଲ ଜାଳେଣୀ କାଠର ଦାମ 3500 ଟଙ୍କା। ଏଠି ଆମେ 1 କ୍ୱିଣ୍ଟାଲ ଜାଳେଣୀ କାଠର ମୂଲ୍ୟ ଆଗ ବାହାର କରିବା। 1 କ୍ୱିଣ୍ଟାଲ ଜାଳେଣୀ କାଠର ମୂଲ୍ୟ କେତେ ହେବ? ହରଣ କରିବା 3500 ଟଙ୍କା ହରଣ 5, 700 ଟଙ୍କା। 1 କ୍ୱିଣ୍ଟାଲ ଜାଳେଣୀ କାଠର ଦାମ 700 ଟଙ୍କା। ପ୍ରଶ୍ନ କହିଛି 12 କ୍ୱିଣ୍ଟାଲ, 700 ଟଙ୍କା ଗୁଣନ 12, 12 ଶୂନ 0, 12 ଶୂନ 0, 12 ସତା 84 ହେଲେ 12 କ୍ୱିଣ୍ଟାଲ ଜାଳେଣୀ କାଠର ଦାମ ହେଉଛି 8400 ଟଙ୍କା। ଦେଖିବା ଆଉ ଗୋଟେ ପ୍ରଶ୍ନ। ଜଣେ ବେପାରୀ 20 କିଗ୍ରା ପୋଟଳ 400 ଟଙ୍କାରେ କିଣିଲେ। ସେଥିରୁ 4 କିଗ୍ରା ପୋଟଳ ପଚିଗଲା। ଅବଶିଷ୍ଟ ପୋଟଳ କିଗ୍ରା ପ୍ରତି କି ଦରରେ ବିକିଲେ ତାଙ୍କର ଲାଭ ବା କ୍ଷତି ହେବ ନାହିଁ? 20 କିଗ୍ରା ପୋଟଳର ଦାମ ହେଉଛି 400 ଟଙ୍କା। ଆମେ 1 କିଗ୍ରା ପୋଟଳର ମୂଲ୍ୟ ବାହାର କରିବା। 1 କିଗ୍ରା ପୋଟଳର ମୂଲ୍ୟ ହେବ 400 ଟଙ୍କା ହରଣ 20 ହେଲେ କେତେ? 20 ଟଙ୍କା। 1 କିଗ୍ରା ପୋଟଳର ମୂଲ୍ୟ ହେଉଛି 20 ଟଙ୍କା। ବର୍ତ୍ତମାନ କ'ଣ ହେଇଛି? 20 କିଗ୍ରା ପୋଟଳ ଥିଲା, 4 କିଗ୍ରା ପୋଟଳ ପଚିଗଲା। ତେବେ ଆଉ କେତେ କିଗ୍ରା ପୋଟଳ ରହିଲା? 16 କିଗ୍ରା ପୋଟଳ ରହିଲା। ଏହି 16 କିଗ୍ରା ପୋଟଳକୁ କେତେ ଟଙ୍କାରେ ବିକ୍ରି କଲେ ତାଙ୍କର କିଛି ଲାଭ ବା କ୍ଷତି ହେବ ନାହିଁ? ଦେଖିବା। 400 ଟଙ୍କାକୁ ଆମେ 16ରେ ହରଣ କରିବା ବା ଭାଗ କରିବା। 400 ହରଣ 16, 2 ଭାଗ କରିବା 200, ଏ ହେଲା 8।
ପୁଣି ଭାଗ କରିବା। 8 ଦୁଣେ 16, 20ରୁ 16 ଗଲା, ଆଉ 4 ରହିଲା। 4 ଆଉ 0 40, 8 ପଞ୍ଚା 40। ବର୍ତ୍ତମାନ କେତେ? 25 ଟଙ୍କା। ଗୋଟିଏ କିଗ୍ରା ପୋଟଳକୁ ଯଦି ସେ 25 ଟଙ୍କାରେ ବିକ୍ରି କଲେ ତାଙ୍କର କିଛି ଲାଭ ବା କ୍ଷତି ହେବ ନାହିଁ। ଦେଖିବା ଆଉ ଗୋଟେ ପ୍ରଶ୍ନ। ଗୋଟିଏ ଟ୍ରକରେ 5 ଟନ୍ କୋଇଲା ଥିଲା। ସେଥିରୁ 2 ଟନ୍ 5 କୁଇଣ୍ଟାଲ କୋଇଲା କାଢ଼ିଦେଲେ ଆଉ କେତେ କୋଇଲା ରହିବ? ଦେଖିବା ଏହି ପ୍ରଶ୍ନକୁ। 5 ଟନ୍ ସମାନ କେତେ? 5000 କିଗ୍ରା। ତାପରେ ସେଥିରୁ କେତେ କାଢ଼ି ଦିଆଗଲା? 2 ଟନ୍ 5 କୁଇଣ୍ଟାଲ। ଦୁଇ ଟନ୍କୁ ହେଉଛି 2000 କିଗ୍ରା ଏବଂ 5 କୁଇଣ୍ଟାଲକୁ ହେଲା 500 କିଗ୍ରା। ହେଲେ 2 ଟନ୍ 5 କୁଇଣ୍ଟାଲକୁ ହେଲା 2500 କିଗ୍ରା। କାଢ଼ି ଦିଆଗଲା। ଆଉ କେତେ ରହିଲା? ଆମେ ବିୟୋଗ କରିବା। ବିୟୋଗ କରିବା। କିଗ୍ରା ଲେଖିବା ଏପଟେ। 0ରୁ 0 ବିୟୋଗ କଲେ 0, 0ରୁ 0 ବିୟୋଗ କଲେ 0, 0ରୁ 5 ବିୟୋଗ ହେବ ନାହିଁ। 5ରୁ 1 ଆସିଲା 10, 10ରୁ 5 ବିୟୋଗ କଲେ 5, ଏଠି 4 ଅଛି, 4ରୁ 2 ବିୟୋଗ କଲେ 2। ତେବେ କେତେ ହେଲା? 2500 କିଗ୍ରା, ଅର୍ଥାତ୍ କେତେ? 2 ଟନ୍ 5 କୁଇଣ୍ଟାଲ। 2 ଟନ୍ 5 କୁଇଣ୍ଟାଲ କୋଇଲା ଆଉ ସେହି ଟ୍ରକରେ ରହିଲା। ଦେଖିବା ଆଉ ଗୋଟେ ପ୍ରଶ୍ନ। 1 କୁଇଣ୍ଟାଲ ଚାଉଳର ଦାମ 2500 ଟଙ୍କା ହେଲେ 75 କିଗ୍ରା ଚାଉଳର ଦାମ କେତେ? ଦେଖିବା ଏହି ପ୍ରଶ୍ନର ଉତ୍ତର କ'ଣ ହେବ? 1 କୁଇଣ୍ଟାଲ 1 କୁଇଣ୍ଟାଲ ଚାଉଳର ଦାମ ହେଲା 2500 ଟଙ୍କା। ଆମେ 1 କୁଇଣ୍ଟାଲ ଅର୍ଥ ଜାଣିଛୁ କେତେ? 100 କିଗ୍ରା। 100 କିଗ୍ରା ଚାଉଳର ଦାମ ହେଲା 2500 ଟଙ୍କା। 100ର ଅଧା ଆମେ ବାହାର କରିବା। 50 କିଗ୍ରା। 2500ର ଅଧା 1250 ଟଙ୍କା। ବର୍ତ୍ତମାନ ଏହି 50 କିଗ୍ରାର ଅଧା ବାହାର କରିବା। କେତେ? 25 କିଗ୍ରା। 25 କିଗ୍ରାକୁ ଏହି 1250ର ଅଧା 625 ଟଙ୍କା। ପ୍ରଶ୍ନ କ'ଣ କହିଛି? 75 କିଗ୍ରା, ଅର୍ଥାତ୍ ଆମେ 50 କିଗ୍ରା ଏବଂ 25 କିଗ୍ରାକୁ ଯଦି ଯୋଗ କରିଦେବା 75 କିଗ୍ରା ହେଇଯିବ। ଅର୍ଥାତ୍ 50 କିଗ୍ରାର ଚାଉଳର ମୂଲ୍ୟ ବା ଦାମ ହେଉଛି 1250 ଟଙ୍କା। 1250 ଟଙ୍କା ଯୋଗ 625
25 ଟଙ୍କା ଯୋଗ କରିବା। 5 ଆଉ 0 ହେଉଛି 5, 2 ଆଉ 5 7, 6 ଆଉ 2 ହେଉଛି 8, ତାପରେ 1 କୁ 1 କେତେ ହେଲା? 75 କିଗ୍ରା ଚାଉଳର ମୂଲ୍ୟ ବା ଦାମ ହେଉଛି 1,875 ଟଙ୍କା। ତେବେ ଛାତ୍ରଛାତ୍ରୀମାନେ ଆଜିର ଭିଡ଼ିଓ ତୁମମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛି, ଧନ୍ୟବାଦ।